Good morning, students. Do you know whose picture is this? Let's know about the picture. About 200 years ago, when hardly anyone thought of fighting against the British in India, Tilak Majhi, a Santal of Bhagalpur in Bihar, fought against them and was hanged by the British. ପ୍ରାୟ 200 ବର୍ଷ ପୂର୍ବେ ଯେତେବେଳେ ଭାରତରେ ଇଂରେଜମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ କେହି ହେଲେ ଚିନ୍ତା କରିନଥିଲେ, ସେହି ସମୟରେ ବିହାରର ଭାଗଲପୁରର ଜଣେ ସାନ୍ତାଳ ତିଲକା ମାଝୀ ସେମାନଙ୍କ ବିରୋଧରେ ସଂଗ୍ରାମ କରିଥିଲେ ଏବଂ ଇଂରେଜମାନଙ୍କ ଦ୍ୱାରା ଫାଶୀଦଣ୍ଡ ପାଇଥିଲେ. Our history books do not mention his name. We have forgotten this great man who sacrificed his life for country and showed us the path to freedom. Here we'll read about this great man. ଆମର ଇତିହାସ ବହିରେ ତାଙ୍କର ନାଁ ଦର୍ଶାଇ ନାହିଁ. ଆମେ ଏହି ମହାନ ପୁରୁଷଙ୍କୁ ଭୁଲି ଯାଇଛୁ, ଯିଏ ଦେଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ ଏବଂ ଅନ୍ୟ ଆମମାନଙ୍କୁ ସ୍ୱାଧୀନତାର ପଥ ପ୍ରଦର୍ଶନ କରିଥିଲେ. ଏଇଠାରେ ଆମେ ଏହି ମହାନ ପୁରୁଷଙ୍କ ବିଷୟରେ ପଢ଼ିବା. So let's read. Tilka Majhi. In 1750, Tilka Majhi was born in Murmu family in a small village near Bhagalpur in Bihar. The village is now called Tilakpur. 1750 ମସିହାରେ ତିଲକା ମାଝୀ ବିହାରର ଭାଗଲପୁର ନିକଟସ୍ଥ ଏକ ଛୋଟ ଗ୍ରାମରେ ମୁର୍ମୁ ପରିବାରରେ ଜନ୍ମଗ୍ରହଣ କରିଥିଲେ. ଗ୍ରାମଟିକୁ ବର୍ତ୍ତମାନ ତିଲକପୁର କୁହାଯାଇଛି, ଅର୍ଥାତ୍ ଗ୍ରାମଟିର ବର୍ତ୍ତମାନର ନାଁ ହେଉଛି ତିଲକପୁର. ଦ ମୁର୍ମୁଜ୍ ଆର୍ ପ୍ରିଷ୍ଟ୍ସ ଏମଙ୍ଗ ଦ ସାନ୍ତାଲ୍ସ. ସାନ୍ତାଳମାନଙ୍କ ମଧ୍ୟରେ ମୁର୍ମୁମାନେ ହେଉଛନ୍ତି ପୁରୋହିତ, ଯେଉଁମାନେ ସବୁ ଠାକୁରଙ୍କୁ ପୂଜା ପାଠ କରନ୍ତି, ପୁରୋହିତ. So Tilka used to worship Marang Buru from his early days. ତେଣୁ ଖୁବ୍ କମ୍ ବୟସରୁ ମାରଙ୍ଗ ବୁରୁଙ୍କୁ ପୂଜା କରୁଥିଲେ, ତିଲକା କରି ଆସୁଥିଲେ. As the days went by, ସମୟ ବିତି ଚାଲିବା ସହିତ he grew up to be a religious man. ସେ ବଡ଼ ହୋଇ ଜଣେ ଧାର୍ମିକ ଲୋକ ହୋଇଗଲେ. People of all religions had great love and respect for him and they called him Tilka Baba. ସବୁ ଧର୍ମର ଲୋକମାନଙ୍କର ତାଙ୍କ ପ୍ରତି ଗଭୀର ସ୍ନେହ, ଶ୍ରଦ୍ଧା ଏବଂ ସମ୍ମାନ ଥିଲା ଏବଂ ସେମାନେ ତାଙ୍କୁ ତିଲକା ବାବା ବୋଲି ଡାକୁଥିଲେ ବା କହୁଥିଲେ. Tilka was also very good at using bows and arrows. ତିଲକା ମଧ୍ୟ ଧନୁଶର ବିଦ୍ୟାରେ, ବୋ ହେଲା ଆମର ଧନୁ, ଆରୋଜ ହେଲା ଶର, ଧନୁଶର ବିଦ୍ୟାରେ ସେ ନିପୁଣ ଥିଲେ ବା ଧନୁ ବା ତୀର ବ୍ୟବହାର କରିବାରେ ସେ ନିପୁଣ ଥିଲେ, ଆମେ ବି କହିପାରିବା. There was none in his area who could surpass him at shooting arrows from a bow. ତାଙ୍କ ଅଞ୍ଚଳରେ ଏପରି କେହି ଜଣେ ନଥିଲେ ଯିଏକି ଧନୁରୁ ତୀର ଚାଳନା କରିବାରେ ତାଙ୍କଠାରୁ ଟପି ଯାଇପାରିବ ବା ଆଗେଇ ପାରିବ. ସରପାସ ହେଲା ଟପିଯିବ ବା ଆଗେଇ ଯିବା. He used to train the young men of the village in shooting arrows. ଗ୍ରାମର ଯୁବକମାନଙ୍କୁ ସେ ତୀର ଚାଳନା ତାଲିମ ଦେଉଥିଲେ. The Santals, as you know, are freedom loving people. ତୁମେ ଜାଣ ଯେ ସାନ୍ତାଳ ମାନେ ହେଉଛନ୍ତି ସ୍ୱାଧୀନତା ପ୍ରେମୀ ଲୋକ ଅଟନ୍ତି. In those days they lived a free life without any outside control. ସେତେବେଳେ ସେମାନେ କୌଣସି ବାହ୍ୟ ନିୟନ୍ତ୍ରଣ, ଆଉଟସାଇଡ଼୍ କଣ୍ଟ୍ରୋଲ ହେଲା ବାହ୍ୟ ନିୟନ୍ତ୍ରଣ ବା ବାହ୍ୟ କଟକଣା ଯେଉଁଟା ଆମେ କହିପାରିବା, ତାଙ୍କର ବାହ୍ୟ ନିୟନ୍ତ୍ରଣ ବା ବାହ୍ୟ କଟକଣାରେ ସେ ନ ରହି ସ୍ୱାଧୀନତା ଭାବରେ ଜୀବନଯାପନ କରୁଥିଲେ.
They cleared the forest, prepared fields and grew different kinds of crops. ସେମାନେ ଜଙ୍ଗଲ ସଫା କରୁଥିଲେ, ଜମିକୁ ପ୍ରସ୍ତୁତ କରୁଥିଲେ ଏବଂ ବିଭିନ୍ନ ପ୍ରକାରର ଶସ୍ୟ ଉତ୍ପାଦନ କରୁଥିଲେ. The king had little control over them. ରାଜାଙ୍କର ସେମାନଙ୍କ ଉପରେ ଅଳ୍ପ କିଛି ନିୟନ୍ତ୍ରଣ ଥିଲା. Once or twice a year they had to help the king when there was a war. ବର୍ଷକୁ ଥରେ ବା ଦୁଇଥର ଯେତେବେଳେ ଯୁଦ୍ଧ ହେଉଥିଲା ସେମାନଙ୍କୁ ରାଜାଙ୍କୁ ସାହାଯ୍ୟ କରିବାକୁ ପଡ଼ୁଥିଲା. But after the Plassey battle, the British became the rulers of Bengal, Bihar and Odisha. କିନ୍ତୁ ପ୍ଲାସି ବ୍ୟାଟଲ୍ ହେଲା ପଲାସି ଯୁଦ୍ଧ. ଆମେ ଓଡ଼ିଆରେ ପଲାସି ଯୁଦ୍ଧ ଇତିହାସରେ ପଢ଼ିଛେ. ପଲାସି ଯୁଦ୍ଧ ପରେ ଇଂରେଜମାନେ ବଙ୍ଗ, ବିହାର ଏବଂ ଓଡ଼ିଶାର ଶାସକ ହୋଇଗଲେ. The king of ଭାଗଲପୁର came under the control of the British. ଭାଗଲପୁରର ରାଜା ଇଂରେଜମାନଙ୍କ ନିୟନ୍ତ୍ରଣାଧୀନକୁ ଆସିଲେ. ଅର୍ଥାତ୍ ଭାଗଲପୁରର ରାଜା ଇଂରେଜମାନଙ୍କ ଅଧୀନରେ ରହିଲେ. The British wanted to collect more money. ଇଂରେଜମାନେ ଅଧିକ ଟଙ୍କା ଆଦାୟ କରିବାକୁ ଚାହିଁଲେ. They asked the king of ଭାଗଲପୁର for more money. ସେମାନେ ଭାଗଲପୁରର ରାଜାଙ୍କୁ ଅଧିକ ଟଙ୍କା ମାଗିଲେ ବା ଅଧିକ ଟଙ୍କା ଦେବାକୁ କହିଲେ. The king in turn appointed outsiders to collect rent from the tribals. ଫଳରେ ରାଜା ଆଦିବାସୀମାନଙ୍କ ଠାରୁ କର ଆଦାୟ ନିମିତ୍ତ ରାଜ୍ୟ ବାହାରର ଲୋକଙ୍କୁ ନିଯୁକ୍ତି ଦେଇଥିଲେ. ଆପଏଣ୍ଟେଡ଼ ହେଲା ନିଯୁକ୍ତି ଦେଇଥିଲେ. Some tribal villages were given as pattas by some landlords. କେତେକ ଆଦିବାସୀ ଗ୍ରାମକୁ କେତେକ ଜମିଦାରମାନଙ୍କ ଦ୍ୱାରା ପଟ୍ଟା ଆକାରରେ ବା ପଟ୍ଟା ରୂପରେ ଦିଆଯାଇଥିଲା. The landlords asked the Santals to pay more taxes and often took away their property and lands. ଜମିଦାରମାନେ ସାନ୍ତାଳମାନଙ୍କୁ ଅଧିକ କର ବା ଟିକସ ଦେବାକୁ କହିଥିଲେ ଏବଂ ଅନେକ ସମୟରେ ସେମାନଙ୍କ ସବୁ ଧନ ସମ୍ପତ୍ତି ଓ ଜମିଗୁଡ଼ିକୁ ଛଡ଼ାଇ ନେଉଥିଲେ. ତିଲକା did not like this. ତିଲକା ଏହାକୁ ପସନ୍ଦ କରିନଥିଲେ. He asked the Santals not to pay taxes. ସେ ସାନ୍ତାଳମାନଙ୍କୁ କର ନ ଦେବାକୁ ସେ କହିଥିଲେ. The Santals became a real problem for the government. ସାନ୍ତାଳମାନେ ସରକାରଙ୍କ ପାଇଁ ଏକ ବାସ୍ତବ ସମସ୍ୟା ହୋଇଯାଇଥିଲେ. To bring the Santals under control, a new collector was appointed in ଭାଗଲପୁର. ସାନ୍ତାଳମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଭାଗଲପୁରରେ ଜଣେ ନୂଆ କଲେକ୍ଟରଙ୍କୁ ନିଯୁକ୍ତି ଦିଆଗଲା. His name was Clereland. ତାଙ୍କର ନାମ ଥିଲା Clereland. In different ways, he tried to bring the Santals under control. ବିଭିନ୍ନ ଉପାୟରେ ସେ ସାନ୍ତାଳମାନଙ୍କୁ ନିୟନ୍ତ୍ରଣକୁ ଆଣିବାକୁ ଚେଷ୍ଟା କରିଥିଲେ. ଯେହେତୁ ତାଙ୍କୁ ସାନ୍ତାଳମାନଙ୍କୁ କଣ୍ଟ୍ରୋଲ କରିବା ପାଇଁ ତାଙ୍କୁ ଅଣାହେଇଥିଲା, ତେଣୁ ସେ ବିଭିନ୍ନ ଉପାୟ କଲେ. କେଉଁ ଉପାୟରେ ସେ ହେଇପାରିବ, ତେଣୁ ବିଭିନ୍ନ ପ୍ରକାରର ଉପାୟ ସେ କରିଥିଲେ. He appointed soldiers from other tribes to fight against the Santals. ତେଣୁ ସେ କ'ଣ କଲେ, ସାନ୍ତାଳମାନଙ୍କ ବିରୋଧରେ ଯୁଦ୍ଧ କରିବାକୁ ଅନ୍ୟ ଆଦିବାସୀ ସମ୍ପ୍ରଦାୟର ସୈନିକମାନଙ୍କୁ ନିଯୁକ୍ତି କରିଥିଲେ. ତିଲକା could not bear this. ତିଲକା ଏହାକୁ ସହ୍ୟ କରିପାରିନଥିଲେ. ବିୟର ହେଲା ସହ୍ୟ କରିବା. He was looking for a chance to kill Clereland. ସେ କ୍ଲେରେଲାଣ୍ଡକୁ ହତ୍ୟା କରିବା ପାଇଁ ଗୋଟିଏ ସୁଯୋଗ ଖୋଜୁଥିଲେ, ଗୋଟେ ଚାନ୍ସ ଖୋଜୁଥିଲେ ବା ସୁଯୋଗ. The chance came. ସୁଯୋଗ ଆସିଗଲା. On the morning of 23rd January 1784, Clereland was riding to his house
on horseback। 1784 ମସିହା ଜାନୁଆରୀ 23 ତାରିଖରେ ସକାଳୁ କ୍ଲେରେଲାଣ୍ଡ ଘୋଡ଼ା ଉପରେ ବସି ଘରକୁ ଯାଉଥିଲେ। ତିଲକା shot an arrow from a distance and killed him on the spot। ତିଲକା କିଛି ଦୂରରୁ ତୀରଟିଏ ମାରିଲେ ଏବଂ ଘଟଣାସ୍ଥଳରେ ହିଁ ତାଙ୍କୁ ସେ ମାରିଦେଲେ। The news of Clereland's death spread everywhere। କ୍ଲେରେଲାଣ୍ଡଙ୍କ ମୃତ୍ୟୁ ଖବର ଚାରିଆଡ଼େ, ଏଭ୍ରିୱେୟାର ହେଲା ସବୁଆଡ଼େ ବା ଚାରିଆଡ଼େ ବ୍ୟାପିଗଲା। The government brought more soldiers and weapons। ସରକାର ଅଧିକ ସୈନ୍ୟ ଏବଂ ଅସ୍ତ୍ରଶସ୍ତ୍ର ଆଣିଲେ। ୱିପନ୍ସ ହେଲା ଅସ୍ତ୍ରଶସ୍ତ୍ର। But Tilka and his people fought about a year, killing many British soldiers with their arrows। କିନ୍ତୁ ତିଲକା ଏବଂ ତାଙ୍କର ଲୋକମାନେ ପାଖାପାଖି ଗୋଟିଏ ବର୍ଷ ସେମାନଙ୍କ ତୀର ସାହାଯ୍ୟରେ ଅନେକ ଇଂରେଜ ସୈନ୍ୟମାନଙ୍କୁ ମାରି ପକାଇଲେ। At last they made a sudden attack on Tilka and his followers। ଶେଷରେ ସେମାନେ ହଠାତ୍ ତିଲକା ଏବଂ ତାଙ୍କ ଅନୁଗାମୀମାନଙ୍କ ଉପରେ ଆକ୍ରମଣ କରିଥିଲେ। ତିଲକା ୱାଜ୍ ଆରେଷ୍ଟେଡ୍। ତିଲକାଙ୍କୁ ବନ୍ଦୀ କରାଗଲା। ହି ୱାଜ୍ ମର୍ସିଲେସଲି ବିଟେନ୍। ମର୍ସିଲେସଲି ହେଲା ନିର୍ଦ୍ଦୟ ଭାବରେ ବା ନିଷ୍ଠୁର ଭାବରେ। ହି ୱାଜ୍ ମର୍ସିଲେସଲି ବିଟେନ୍। ତାଙ୍କୁ ନିର୍ଦ୍ଦୟ ଆଉ ନିଷ୍ଠୁର ଭାବରେ ବା ନିଷ୍ଠୁର ଭାବରେ ପ୍ରହାର କରାଗଲା। ହିଜ୍ ହ୍ୟାଣ୍ଡସ୍ ୱେର୍ ଦେନ୍ ଟାଏଡ୍ ଟୁ ଏ ହର୍ସ ଆଣ୍ଡ ହି ୱାଜ୍ ଡ୍ରାଗ୍ଡ ଅଲ୍ ଓଭର ଭାଗଲପୁର ଟାଉନ୍। ତାପରେ ତାଙ୍କ ହାତକୁ ଗୋଟିଏ ଘୋଡ଼ା ସହିତ ବାନ୍ଧି ଦିଆଗଲା ଏବଂ ଭାଗଲପୁର ସହର ସାରା ଘୋଷାଡ଼ି ଘୋଷାଡ଼ି ବା ଟାଣି ଟାଣି ନିଆଯାଇଥିଲା। ବଟ୍ ତିଲକା ଡିଡ୍ ନଟ୍ ଡାଏ ଆଫ୍ଟର ଅଲ୍ ଦିସ୍। କିନ୍ତୁ ଏସବୁ ହେବା ପରେ ମଧ୍ୟ ତିଲକା ମରିନଥିଲେ। ସୋ ଦେ ହ୍ୟାଙ୍ଗଡ୍ ହିମ୍ ଫ୍ରମ୍ ଏ ଟ୍ରି। ତେଣୁ ସେମାନେ ତାଙ୍କୁ ଗୋଟେ ଗଛରେ ଫାଶୀ ଲଗାଇ ଝୁଲାଇ ଦେଲେ। ଦ ପ୍ଲେସ୍ ଇଜ୍ ନୋନ୍ ଟୁଡେ ଆଜ୍ ତିଲକା ଛକ୍। ଏବେ ସେ ସ୍ଥାନଟି ତିଲକା ଛକ ନାମରେ ପରିଚିତ। ହିଷ୍ଟ୍ରି ହାଜ୍ ଫରଗେଟେନ୍ ତିଲକା ମାଝୀ। ଇତିହାସ ତିଲକା ମାଝୀକୁ ଭୁଲି ଯାଇଛି। ହିଜ୍ ନେମ୍ ଇଜ୍ ନଟ୍ ଫାଉଣ୍ଡ ଇନ୍ ଦ ହିଷ୍ଟ୍ରି ବୁକ୍ସ। ତାଙ୍କ ନାଁ ଇତିହାସ ବହିରେ ତାଙ୍କ ନାଁ ଦେଖିବାକୁ ମିଳେ ନାହିଁ। ବଟ୍ many people who came to Bhagalpur pay their respects to Tilka। କିନ୍ତୁ ଅନେକ ଲୋକ ଯେଉଁମାନେ ଭାଗଲପୁର ଆସନ୍ତି ତିଲକାଙ୍କୁ ସମ୍ମାନ ଜଣାଇଥାନ୍ତି। In 1969 the ସୀମାନ୍ତ ଗାନ୍ଧୀ ଖାଁ ଅବଦୁଲ ଗଫର ଖାନ୍ came to ଭାଗଲପୁର। 1969 ମସିହାରେ ସୀମାନ୍ତ ଗାନ୍ଧୀ ଖାଁ ଅବଦୁଲ ଗଫର ଖାଁଙ୍କର ଗୋଟେ ନାଁ ତାଙ୍କୁ ଦିଆହେଇଥିଲା। ଆଉ ଗୋଟେ ନାଁରେ ମଧ୍ୟ ଜାଣିଥିଲେ ସମସ୍ତେ ସୀମାନ୍ତ ଗାନ୍ଧୀ। ସେ ହେଉଛନ୍ତି ଜଣେ ଫ୍ରିଡ଼ମ୍ ଫାଇଟର ହେଲା। କେମ୍ ଟୁ ଭାଗଲପୁର। ଖାଁ ଅବଦୁଲ ଗଫର ଖାଁ ଭାଗଲପୁର ଆସିଥିଲେ। ହି ୱେଣ୍ଟ ଟୁ ତିଲକା ଚକ୍ where Tilka was hanged and paid his respect to this great martyr। ମାର୍ଟାର ହେଲା ଶହୀଦ ହେଲା। ତ ସେ ତିଲକା ଛକକୁ ଯାଇଥିଲେ ଯେଉଁଠାରେ ତିଲକାଙ୍କୁ ଫାଶୀ ଦିଆଯାଇଥିଲା ଏବଂ ସେ ମହାନ ଶହୀଦଙ୍କୁ ତାଙ୍କର ସମ୍ମାନ ଜଣାଇଥିଲେ। ମାର୍ଟାର ହେଲା ଶହୀଦ। ବୁଝିଲା ପିଲାମାନେ? ଜାଣିପାରିଲ ତିଲକା ମାଝୀ କେତେ କଷ୍ଟ କରିଥିଲେ। ତାଙ୍କୁ ଇଂରେଜମାନେ କେତେ ମାଡ଼ ସେ ଖାଇଲେ। ତାପରେ ଘୋଡ଼ାରେ ତାଙ୍କୁ ବାନ୍ଧି ଘୋଷାରି ଘୋଷାରି ଟାଉନ୍ ସାରା ନେଇଥିଲେ। ତାପରେ ତଥାପି ମରି ନଥିଲେ ବୋଲି ତାଙ୍କୁ ଗଛରେ ଫାଶୀ ଦେଇକି ଝୁଲେଇଥିଲେ। ତେଣୁ ଏଇ ମହାନ ଶହୀଦଙ୍କ ବିଷୟରେ ଆମେ ଜାଣିଲେ। ତାକୁ 3-4 ଥର ରିଡ଼ିଂ କରିବ। ତା'ର ୱାର୍ଡ଼ ମିନିଂ ଗୁଡ଼ିକୁ ସୁନ୍ଦର ସୁନ୍ଦର ଅକ୍ଷରରେ ଲେଖିବ। ଆଉ ତା'ର ଆମର SGP 1ର ଯେଉଁ କୋଶ୍ଚିନ୍ ତକ ଅଛି ସିମ୍ପଲ୍ କୋଶ୍ଚିନ୍ ଗୁଡ଼ାକ ଆମେ ସେଇଟାକୁ ଲେଖିକି ପଠାଇବ। ଯେମିତିକି ଆମର ଦେଇଛି ହ୍ୱେର୍ ୱାଜ୍ ତିଲକା ମାଝୀ ବର୍ନ ଆଣ୍ଡ ହ୍ୱେନ୍ ହେଲା। ତିଲକା ମାଝୀ କେବେ ଜନ୍ମ ହେଇଥିଲେ, ମାନେ କେଉଁଠାରେ ଜନ୍ମ ହେଇଥିଲେ ଏବଂ କେବେ, ସେଇଟା ଆମେ ସହଜରେ ଜାଣିଛେ। ତିଲକା ମାଝୀ କେଉଁଠି ଜନ୍ମ ହେଲେ ଆମେ ପଢ଼ିଦେଲେ ଜାଣିପଡ଼ିବା। ଇନ୍ 1750
He was born in Murmu family in a small village near Bhagalpur in Bihar. What are the Murmus? Murmus माने कौन? Murmus माने the priest among the Santals. Murmus are priests among the Santals. Who did Tilka worship? तिलका काहाकू पूजा करुथिले ना तांको ठाकुरंको ना कौन थिला से जहां पूजा करुथिले मारंगबुरु. How did it people look up to him? तांको से माने केमती देखुथिले को टाइप रो देखुथिले with great love and respects. तापरे what did they call him? तांको कौन बोली डाकुथिले तिलका बाबा जानिथिबो एडा को मने अछि. तापर देछि what was तिलका good at? कोथरे से बहुत भलो थिले. तिलका was very good at using bows and arrows. धनुषर रे से होचंती बहुत वीर थिले धनुर्धारी थिले. तापर देछि what did he teach to the young men of the village? तांको गाँ रो young man युवक मानकु से कौन शिक्षा देथिले? To train the young men shooting arrows हैला. तो एई जिनसटी को तुमे भलो भाबरे प्रश्न सह उत्तर लिखिकी पठेइबो.